ଜୟ ଶ୍ରୀ ଜଗନ୍ନାଥ। ଭାରତର ଜାତୀୟ ଫଳ ଆମ୍ବ ଖରା ଦିନର ଏକ ମୁଖ୍ୟ ଏବଂ ଲୋକପ୍ରିୟ ଫଳ ଅଟେ। ସାବିତ୍ରୀ ଅମାବାସ୍ୟାର ଅନ୍ୟ ନାମ ଆମ୍ବ ଅମାବାସ୍ୟା। କଞ୍ଚା ଆମ୍ବରେ ଆମ୍ବ ଚଟଣି, ଆଚାର, ବିଭିନ୍ନ ପ୍ରକାର ତରକାରୀରେ ପକାଯାଏ ଏବଂ ପାଚିଲା ଆମ୍ବ ଏମିତି ଖାଲିରେ ଖାଇବା ଛଡ଼ା ସେଥିରେ ମ୍ୟାଙ୍ଗୋ ସେକ୍, ଆମ୍ବରେ କେହି ଆଇସ୍କ୍ରିମ୍ କରନ୍ତି, ପୋଡ଼ପିଠା ହୁଏ, ଆମ୍ବ ସଢ଼ା, ଚମ୍ପାବତୀ ଆଦି ସମସ୍ତଙ୍କର ଅତି ଜଣାଶୁଣା। ବର୍ତ୍ତମାନ ଦେଖିବା ଆମ ଏହି ସିଜନାଲ ଫଳ ଆମ୍ବର କ'ଣ ବିଶେଷତ୍ୱ ରହିଛି। ଆମ୍ବ କେବଳ ସ୍ୱାଦରେ ନୁହେଁ, ପୌଷ୍ଟିକତାରେ ମଧ୍ୟ ଭରପୁର ଅଟେ। କଞ୍ଚା ଆମ୍ବରେ ଅପେକ୍ଷାକୃତ ଅଧିକା ଭିଟାମିନ୍ ସି ଏବଂ ପାଚିଲା ଆମ୍ବରେ ଅଧିକା ଭିଟାମିନ୍ ଏ ରହିଛି। ଆମ୍ବରେ ଅଧିକା ଭିଟାମିନ୍ ସି, ଭିଟାମିନ୍ B6 ଏବଂ ଭିଟାମିନ୍ ଏ ରହିଛି, ତେଣୁ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଭଲ। ଏହା ଛଡ଼ା ଆମ୍ବରେ ଥିବା ଅଧିକା ଭିଟାମିନ୍ ଇ ଏବଂ ଭିଟାମିନ୍ କେ ଯୋଗୁଁ ଏହା ଏକ ଇମ୍ୟୁନିଟି ବୁଷ୍ଟର ଅଟେ। ବହୁତ କମ୍ ଫଳରେ ପ୍ରୋ ଭିଟାମିନ୍ ଏ କେରୋଟିନଏଡ୍ସ ଥାଏ, ଯାହା ଆମ୍ବରେ ରହିଛି। ଏହି ଭିଟାମିନ୍କୁ ଆମ ଶରୀର ଭିଟାମିନ୍ ଏ ରେ ରୂପାନ୍ତର କରେ, ତେଣୁ ଆଖିର ସ୍ୱାସ୍ଥ୍ୟ ପାଇଁ ଏହା ବହୁତ ଭଲ। ଏହା ଛଡ଼ା ଆମ୍ବରେ ଲ୍ୟୁଟେଇନ୍ ଏବଂ ଜିଏକ୍ସାଥିନ୍ ନାମ ଆଣ୍ଟି ଅକ୍ସିଡେଣ୍ଟସ୍ ରହିଛି, ଯାହା ଆମ ରେଟିନାରେ କେନ୍ଦ୍ରିତ ହୋଇଥାନ୍ତି। ଏହା ଅଧିକ ସନଲାଇଟ୍କୁ ଏବଜର୍ଭ କରି ପ୍ରାକୃତିକ ସନ୍ ବ୍ଲକ୍ ରୂପେ କାମ କରେ, ତେଣୁ ଆଖିକୁ ହାର୍ମଫୁଲ୍ ବ୍ଲୁ ଲାଇଟ୍ରୁ ସୁରକ୍ଷା ଦେଇଥାଏ। ଆମ୍ବରେ ମ୍ୟାଙ୍ଗିଫେରିନ୍, କ୍ୱେର୍ସେଟିନ୍, ଟେନିନ୍ସ, କେମ୍ଫେରୋଲ୍, ଏନ୍ଥୋସାୟାନିନ୍ସ, ଗେଲିକ୍ ଏସିଡ୍, କେରୋଟିନଏଡ୍ସ, ଏସ୍କର୍ବିକ୍ ଏସିଡ୍, ବେଞ୍ଜୋଇକ୍ ଏସିଡ୍, ରେମେଣ୍ଟିନ୍ ଭଳି ଗୁଡ଼ାଏ ପଲିଫିନଲ୍ସ ରହିଛି। ଏହିସବୁ ଆଣ୍ଟିଅକ୍ସିଡେଣ୍ଟସ୍ ଆମ କୋଷଗୁଡ଼ିକୁ ସୁରକ୍ଷା ଦେଇଥାଏ। ଏହା ସବୁ ମଧ୍ୟରେ ମ୍ୟାଙ୍ଗିଫେରିନ୍ ସୁପର ଆଣ୍ଟିଅକ୍ସିଡେଣ୍ଟ ରୂପେ ପରିଚିତ। କଞ୍ଚା ଆମ୍ବରେ ଏମିଲେଜେସ୍ ନାମକ ଡାଇଜେଷ୍ଟିଭ୍ ଏନ୍ଜାଇମ୍ ରହିଛି, ଯାହା ଖାଦ୍ୟ ହଜମରେ ସାହାଯ୍ୟ କରେ। ଏହା ଛଡ଼ା ଆମ୍ବରେ ଉଭୟ ସଲ୍ୟୁବୁଲ୍ ଏବଂ ଇନସଲ୍ୟୁବୁଲ୍ ତନ୍ତୁ ରହିଛି, ତେଣୁ କନଷ୍ଟିପେସନ୍ କମ୍ କରେ। ମୋଟାମୋଟି ଉପରେ ପେଟର ସ୍ୱାସ୍ଥ୍ୟ ପାଇଁ ଆମ୍ବ ବହୁତ ଭଲ। ଆମ୍ବରେ ଥିବା ମ୍ୟାଗ୍ନେସିୟମ୍ ଏବଂ ପଟାସିୟମ୍ ଆମ ଶରୀରକୁ ଭଲ ରକ୍ତ ସଞ୍ଚାଳନରେ ସାହାଯ୍ୟ କରେ। ଏହା ଛଡ଼ା ଏଥିରେ ଥିବା ଗୁଡ଼ାଏ ଆଣ୍ଟିଅକ୍ସିଡେଣ୍ଟସ୍ ଏବଂ ତନ୍ତୁ ଯୋଗୁଁ ହୃତ୍ପିଣ୍ଡର ସ୍ୱାସ୍ଥ୍ୟ ପାଇଁ ଭଲ। ଆମ୍ବରେ ଥିବା ବାୟୋଆକ୍ଟିଭ୍ କମ୍ପାଉଣ୍ଡ ମ୍ୟାଙ୍ଗିଫେରିନ୍ର ଆଣ୍ଟି କ୍ୟାନ୍ସରସ୍ ଗୁଣ ରହିଛି। ଏହା କ୍ୟାନ୍ସରସ୍ ଟ୍ୟୁମର ସେଲ୍ର ବୃଦ୍ଧିକୁ ରୋକିପାରେ, ଯାହା ମୂଷାଟାରେ ପରୀକ୍ଷା କରି ଦେଖାଯାଇଛି। ଆମ୍ବ ପତ୍ରର ମଧ୍ୟ ଆଣ୍ଟିଅକ୍ସିଡେଣ୍ଟ, ଆଣ୍ଟି ହେଲମେନ୍ଥିକ୍, ଆଣ୍ଟି ମାଇକ୍ରୋବିଆଲ ଏବଂ ଆଣ୍ଟି ଏଲର୍ଜିକ୍ ଗୁଣ ରହିଛି। ଆମ୍ବ ଚୋପାର ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି। କଞ୍ଚା ଆମ୍ବ ହିଟ୍ ଷ୍ଟ୍ରୋକକୁ କମ୍ କରେ, ତେଣୁ ଆଜିକାଲି ଆମ୍ ପାନା ବଡ଼ ଲୋକପ୍ରିୟ ହୋଇଛି। କଞ୍ଚା ଆମ୍ବର ଖଟା ସ୍ୱାଦ ସେଲିଭା ପ୍ରଡକ୍ସନକୁ ଷ୍ଟିମୁଲେଟ୍ କରିଥାଏ, ତେଣୁ ଦାନ୍ତ ଏବଂ ମାଢ଼ିକୁ କ୍ଲିନ୍ କରିବାରେ ସାହାଯ୍ୟ କରେ। ଏହାଛଡ଼ା କଞ୍ଚା ଆମ୍ବକୁ କାମୁଡ଼ି ଖାଇଲେ ମାଢ଼ିର ସ୍ୱାସ୍ଥ୍ୟ ପାଇଁ ଭଲ। ଗବେଷଣା ଅନୁଯାୟୀ ସଦ୍ୟ ଫଳ ଖାଇଲେ ଡାଇବେଟିସ୍ ପାଇଁ ଭଲ, କିନ୍ତୁ ଆମ୍ବର ଡାଇବେଟିସ୍ ଉପରେ ପ୍ରଭାବ ପାଇଁ ଅଧିକ ଗବେଷଣା ଦରକାର। ଛୁଆଙ୍କ ପାଇଁ ମଧ୍ୟ ପାଚିଲା ଆମ୍ବ ଭଲ, କାରଣ ଏଥିରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ଏ ରହିଛି। ଆମ୍ବ ଚୋପାରେ ଉରୁସିଏନ୍ ନାମକ ଏକ ପ୍ରକାର ଅଏଲ୍ ରହିଛି, ଯାହା କେତେ ଜଣଙ୍କୁ ଏଲର୍ଜିକ୍ ହୁଏ। ସେପରି ଲୋକେ ଆମ୍ବ ଚୋପାକୁ ଏଭଏଡ୍ କରିବା ଉଚିତ। ଆମ ପରମ୍ପରାରେ ଲୋକପ୍ରିୟ ଆମ୍ବର ଏତେ ବିଶେଷତ୍ୱ ରହିଛି। ଧନ୍ୟ ଭାରତୀୟ ପରମ୍ପରା। ଜୟ ଶ୍ରୀ ଜଗନ୍ନାଥ।